ଆଜି ଥିଲା ମକର ସଂକ୍ରାନ୍ତି ଆଉ ମୋର ମଙ୍ଗଳବାର ବି। ସ୍ୱାମୀଙ୍କୁ ପଚାରିଲି ବିନା ପିଆଜ ରସୁଣରେ କଣ ଖାଇବ? ବିନା ପିଆଜ ରସୁଣର କଥା ଶୁଣିଲେ ବାବୁଙ୍କର ତ ମୁଣ୍ଡ ଖରାପ। ସେଇଥିପାଇଁ ତାଙ୍କ ମନ ପସନ୍ଦର ଖିଚୁଡି ସହ ପକୁଡି ବନେଇଥିଲି। ପ୍ରଥମେ ଚାଉଳ ଆଉ ଚାଉଳର ଅଧା ନେଇଥିଲି ମୁଗ, ତାକୁ ଧୋଇକି ମନ ପସନ୍ଦର ପରିବା କାଟି ଦେଇଥିଲି। ତାପରେ ପ୍ରେସର କୁକରରେ ଅଳ୍ପ ଟିକେ ଘିଅ ଦେଇ ତାପରେ ସେଥିରେ ପକେଇଥିଲି ଶୁଖିଲା ଲଙ୍କା, ତେଜପତ୍ର, ଭୃସଙ୍ଗ ପତ୍ର ଆଉ କିଛି ଜିରା ଆଉ ମୁଗ ଆଉ ଡାଲିକୁ ସେଥିରେ ପକେଇ ଦେଇ ଅଳ୍ପ କିଛି ସମୟ ଭାଜି ଦେଇଥିଲି। ପାଣି ଦେଇ ଦିଟା ସିଟି ଦେଇ ସାରିଲା ପରେ ଶୁଖିଲା ଶୁଖିଲା ଖିଚୁଡି ଏଠି ବନି ଯାଇଥିଲା। ସଭା ଶେଷରେ ସେଥିରେ ଟିକେ ଚିନି ଆଉ ଟିକେ ଘିଅ ପକେଇଥିଲି। ଆପଣମାନେ ଚାହିଁଲେ ନଡିଆ ବାଦାମ ପକେଇ ପାରିବେ। ଆଉ ମତେ ଏମିତି ଶୁଖିଲା ଶୁଖିଲା ହେଇଥିବ ଖିଚୁଡିଟା ବହୁତ ବଢିଆ ଲାଗେ। ଏମିତିରେ ଆପଣମାନେ ଆପଣମାନଙ୍କ ମନ ପସନ୍ଦର ପରିବା ପକେଇକି ଏମିତି ଖିଚୁଡି କରିକି ଖାଇପାରିବେ। ଆଉ ଏଇ ଦୁଇଟାର କମ୍ବିନେସନ ମତେ ତ ବହୁତ ବଢିଆ ଲାଗେ। ଆପଣମାନେ ଥରେ ଟ୍ରାଏ କରନ୍ତୁ ଆଉ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।